ଅତ୍ୟନ୍ତ ମୁଁ ବାବଦରେ ଭାରି ଦୁଃଖିତ। ବାସ୍ତବରେ ଆମେ ସବୁ ପାଇଁ ପ୍ରସ୍ତୁତ। ସହଜ ଓ ସରଳ ଉପାୟରେ ଗୋଟିଏ ସମସ୍ୟାର ସମାଧାନ ପାଇଁ ହିଁ ଆମେ ତତ୍ପର। ସେଥିପାଇଁ ଆମେ ତାଙ୍କ ପାଖକୁ ନିକଟକୁ ମୁଁ 2 ଦିନ ତଳେ ଯାଇଥିଲି। ଏବଂ 2 ଦିନ ଗଲା ଭିତରେ ତାଙ୍କ ବାପା ଥିଲେ ଏବଂ ବାପା ଏବଂ ଜଣେ ସେ ଗାଁର ବାବୁଲି ମହାନ୍ତି ବୋଲି ଜଣେ ଭଦ୍ରଲୋକ, ମୁଁ ଏବଂ ଗୁଲାଏ ସମସ୍ତେ ଯାଇକିରି ତାଙ୍କ ବାପାଙ୍କୁ ଆପତ୍ତି କରିଥିଲୁ ଯେ ଏଇ ଜିନିଷଟାକୁ ସହଜ ଓ ସରଳ ଉପାୟରେ ତାକୁ କେମିତି ସମାଧାନ କରିବା। ସେ ତାର ଉତ୍ତର ଦେଇଥିଲେ ଯେ ଏଇ ସବୁ ଜିନିଷ କୋର୍ଟରେ ହବ, ଏଠି କୌଣସି ଜିନିଷ ସହଜ ସରଳ ହବ ନାହିଁ ଏବଂ ମୋର 27 ଲକ୍ଷ ଟଙ୍କା ମତେ ଦେଇଦବ, ନହେଲେ ଚେକ୍ ଦେଇଦବ, ବୁଝିଲି। ଚେକ୍ ଦେଇଦେଲା ପରେ ଆମେ ଯାଇକିରି କେସ୍ ଉଠେଇ ଦବ। ଆଉ ଡିଭୋର୍ସ କେସ୍ ଉପରେ ତେଣୁକରି ମୋଠୁ ମୋ କଥା ଦେହରେ ବର୍ଷ ଝିଅ ମୋର କଥା ଭିତରେ ବହିର୍ଭୂତ ହବନି ଏବଂ ସିଏ ମୋର ସମସ୍ତେ ମୋ କଥା ଦେହରେ ରାଜି ହେଇଯିବ। ତେଣୁ ମତେ ସେଇ କୋର୍ଟରେ ଯାହା କହିବ କୋର୍ଟରେ ଏବଂ ଏହା ଦେଇଥିଲେ ପ୍ରତିଶ୍ରୁତି ଏବଂ ସେଇ ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ଗୁଲୁଆ ନିଜେ କହିଲା ଯେ ମତେ 4 ମାସ ସମୟ ଦିଅନ୍ତୁ। ମୋଠୁ ତ ତମେ 10 ଲକ୍ଷ ଟଙ୍କା ନେଇଯାଇଛ, ଆଉ 40 ଲକ୍ଷ ଟଙ୍କା ମତେ 4 ମାସ ସମୟ ଦିଅନ୍ତୁ। ତେଣୁ ମୁଁ ତମର ସମସ୍ତ ଜିନିଷ ପଇସା ପଇଠ କରିଦେବି। ସେ ବ୍ୟକ୍ତି କିଏ? ସେ ବ୍ୟକ୍ତି କିଏ ସେ କହିଲେ? ଯୋଉ ଆଲୋଚନା ହେଇଥିଲା ବାବୁଲା ମହାନ୍ତି। ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା। ପଚାରି ଅଛି ସାର୍ କେତେ ଲୋକ ସାର୍ କେତେ ଟଙ୍କା ଏମିତି ଡିମାଣ୍ଡ କରୁଛନ୍ତି? ସେମାନେ କୋଟିଏ ଟଙ୍କା ଡିମାଣ୍ଡ କରୁଛି। ଝିଅ ବର୍ଷା ବୋଲି ଯୋଉ ଝିଅଟି ସେ ବିବାହ ହେଇଥିଲା ଏବଂ ଭଲ ପାଇକି ବିବାହ ହେଇଥିଲା। କାଳକ୍ରମେ ସେମାନଙ୍କର ପାରିବାରିକ ବିଚ୍ଛେଦ ହେଲା, ସୃଷ୍ଟି ହେଲା ଫଳରେ ସିଏ କହୁଛି ମୁଁ କୋଟିଏ ଟଙ୍କା ଦେଲେ ମୁଁ ଏଠୁ ଡିଭୋର୍ସ ହେଇକି ଯିବି ଏବଂ ସିଏ କୋଟିଏ ଟଙ୍କା ନେବା ପାଇଁ ମାଗୁଛି ଏବଂ ତା ବାପର 27 ଲକ୍ଷ। ତା ବାପ 27 ଲକ୍ଷ ଟଙ୍କା ବିବାହର ନହେବା ପୂର୍ବରୁ ମୋ ପୁଅକୁ ପ୍ରଲୋଭନ ଲେଖିକି ଦେଇଥିଲା। ମୋ ପୁଅ ମାଗିନଥିଲା, କଣ ଘର ଆବଶ୍ୟକତା ଦୃଷ୍ଟିରୁ ସେ କଣ ଆଣିଥିଲା ଏବଂ ଆଣିକିରି ସେ କାମରେ ଲଗେଇଥିଲା। ଏକଥା କୌଣସି ବାପା ଆମକୁ ବାପା ମା ହିସାବରେ ସେ ପୁଅ ଜଣେଇନି, ବୋହୂ ଜଣେଇନି, ବନ୍ଧୁ ବି ଆମକୁ ଜଣେଇନି। ଯଦି ତମର ପଇସା ତମକୁ ତ 10 ଲକ୍ଷ ଦିଆ ହେଇଗଲା, ଆଉ ଯୋଉ 17 ଲକ୍ଷ ହେଲା ସିଏ ତମକୁ ତ ଆସ୍ତେ ଆସ୍ତେ ଦବ ବୋଲି ରାଜି ଅଛି। ତେଣୁ ତମେ ଯଦି ବା ତମର ଲେଟ୍ ହେଲା ତମେ ତ ବନ୍ଧୁଙ୍କ ପାଖରେ ଆସିକି ଆଲୋଚନା କରିପାରିବ ଯେ କଣ କରିବା, ମୋ ପଇସାଟା ପାଇଲାନି, ମୁଁ ପାଇପାରିଲିନି, ମତେ ଟିକେ ଚଞ୍ଚଳ ଶୀଘ୍ର ଦିଅନ୍ତୁ। ଏକଥା ଆଲୋଚନା ନ କରି ଦୁମକିନା ସେ କେସ୍ କରିଦେଲେ। ଏ ଯୋଉ ମ୍ୟାରେଜ ପରଠାରୁ ତାଙ୍କ ମାନେ ଜୀବନ କେମିତି, ବୈବାହିକ ଜୀବନ ସାର୍ କେମିତି ଥିଲା 2 ଜଣଙ୍କର? ବୈବାହିକ ଜୀବନ ବହୁତ ଦୁଃଖମୟ ଥିଲା। କାହିଁକି ନା ଝିଅ କେବେ ହେଲେ ସ୍ୱାମୀ କଥା ମାନୁନଥିଲା, ଶାଶୁ ଶ୍ୱଶୁରଙ୍କୁ ମାନ୍ୟତା ଦିଏ ନାହିଁ ଏବଂ ମନ ଇଚ୍ଛା ବୁଲିବ, ମନ ଇଚ୍ଛା କାର୍ଯ୍ୟ କରିବ। ଏମିତି ବି ଅନ୍ୟ ମାନଙ୍କର ଟୋକରି କାଶ୍ମୀର ଯିବ ବୁଲିବା ପାଇଁ, ଏକୁଟିଆ ଏବଂ ଖାଦ୍ୟପେୟ ଦେହରେ ମଧ୍ୟ କିଛି ବିଷାକ୍ତ ଜିନିଷ ମଧ୍ୟ ସେ ପ୍ରୟୋଗ କରେ ଏବଂ ଆମ ପରିବାରକୁ ବିଚ୍ଛେଦ କରିବା ପାଇଁ ସେ ପ୍ରୟାସ କରିଛି। ଭାଇ ରହୁଥିଲା ଏକାଠି, ତାଠାରୁ ମଧ୍ୟ ସେ ବିଚ୍ଛେଦ କରିଛି। ଏଇ ସବୁ ଜିନିଷ କରାଯାଇଛି ଏବଂ ତା ଭିତରେ ଅନେକ ତନ୍ତ୍ରମନ୍ତ୍ର ମଧ୍ୟ କରାଯାଇଛି। ଏ ସବୁ କରାଯାଇଛି। ସାର୍ କେବଳ ଯେତେବେଳେ ପୁଅକୁ ଏଭଳି ଟର୍ଚର କରାଯାଉଛି, ପୁଅକୁ ମାନସିକ ଶାରୀରିକ ଯନ୍ତ୍ରଣା ଦିଆଯାଉଛି, ବାପ ହିସାବରେ ନିଶ୍ଚିତ ଆପଣଙ୍କୁ କଷ୍ଟ ଲାଗୁଥିବ ଯେ ବାସ୍ତବ ଚିତ୍ର ଏତେ ବଡ ଓଡିଶାର ଜଣେ ଆଗ ଧାଡିର କଳାକାର ଗୁଲୁଆ ଏବଂ ସମସ୍ତେ ଘରେ ଘରେ ପରିଚିତ, କିନ୍ତୁ ଆଜି ବାସ୍ତବ ଚିତ୍ର ଗୁଲୁଆ ଏତେ ପ୍ରେସରରେ ରହିଛି ଏବଂ ତାଙ୍କ ବାପା ହିସାବରେ ଆପଣ କେମିତି ରହିଛନ୍ତି ସାର୍, କେମିତି ଅନୁଭବ କରୁଛନ୍ତି ଏ ପ୍ରେସରକୁ? ଏ ପ୍ରେସର ତ ଅତ୍ୟନ୍ତ ପ୍ରେସର, କିନ୍ତୁ ଗୋଟିଏ ଦୃଷ୍ଟିରୁ ଚିନ୍ତା କରୁଛି ଯେ ପିଲା ଲୋକ ବୋଲି ଭାବି ତାଙ୍କୁ ବୁଝେଇଛି, ଝିଅକୁ ସେ ଝିଅକୁ ବାରମ୍ବାର ବୁଝେଇଛି ଏବଂ ସେ ବାବଦରେ ତାଙ୍କର ବହୁତ ଥର ପାଟିତୁଣ୍ଡ ହେଇଛି, ଥାନା ଫାଣ୍ଡିକି ଯାଇଛନ୍ତି, ମିଛରେ କେସ୍ କରିଛନ୍ତି। ସେ ବାଡେଇଛନ୍ତି, ରକ୍ତାକ୍ତ କରିଛନ୍ତି। ଏ ସବୁ ଜିନିଷ ଗୁଡାକ ସହିକିରି ଚିନ୍ତା କରୁଥିଲି ଯେ ହଁ ଏମାନଙ୍କର କିଛି ପରିବର୍ତ୍ତନ ଘଟିବ ବୋଲି, କିନ୍ତୁ ଯେତେ ବୁଝେଇ କିଛି ହେଇନାହିଁ ଏବଂ ଆମେ ଷ୍ଟ୍ରଙ୍ଗଲି ଆକ୍ସନ କଣ ବା ନବୁ। ସେମାନେ ତ ଭଲ ପାଇକି ବିହାଲେ, ତେଣୁ ତାଙ୍କ ଭିତରେ ଯୋଉ ବିଭେଦ ସୃଷ୍ଟି ହଉଛି, ତେଣୁ ଆମେ ଦୂରରେ ରହିକିରି କେବଳ ତାଙ୍କୁ ବୁଝେଇବା ବତେଇବା ବ୍ୟତୀତ
ଆଉ ଦ୍ୱିତୀୟ ବାଟ ଆମ ପାଖରେ କିଛି ନଥିଲା। ସାର୍ ଆପଣ କେବେ ଯେତେବେଳେ ଭେଟିଛନ୍ତି ବୋହୂକୁ କେତେବେଳେ ଆପଣ ଶ୍ୱଶୁରର ମାନ୍ୟତା ପାଇଛନ୍ତି? ଆପଣ ବୋହୂ ପ୍ରତି କର୍ତ୍ତବ୍ୟ ଶ୍ୱଶୁର ଶାଶୁ ହିସାବରେ କୌଣସି ମାନ୍ୟତା ପାଉନା। ଅତି କଦର୍ଯ୍ୟ ରଫଲି ବ୍ୟବହାର ଏବଂ କେବଳ କେତେବେଳେ ମୁଠେ ଯଦି ସେ ଖାଇବାକୁ ଦେଇଦେଲା ସେତିକି। ଏବଂ କୌଣସି ପ୍ରକାର ବସିକିରି ଶାଳୀନତାର କଥାବାର୍ତ୍ତା ହେବା, ଶାଳୀନତା ବୋଲି ଗୋଟେ ଜିନିଷ ମାନେ ସହନଶୀଳତା ଆଉ ଶାଳୀନତା ଭାବରେ କଥାବାର୍ତ୍ତା କରି ଗୋଟେ ସମସ୍ୟାକୁ ସମାଧାନ କରିବା, ସେସବୁ ଜିନିଷ ନୁହଁ। ମୋ ପୁଅକୁ ବାରମ୍ବାର ମାଡ ହେଇଛି। ଏମିତି ବି ଷଡଯନ୍ତ୍ର କରାଯାଇଛି ଯେ ତାକୁ ଗାଡି ଆକ୍ସିଡେଣ୍ଟ କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ତା ସତ୍ତ୍ୱେ ମଧ୍ୟ ବି ଜବରଦସ୍ତି ଓକିଲ ପାଖକୁ ଶୈଳବାଳା ମହାନ୍ତି ଜଣେ ଆଡଭୋକେଟ, ତାଙ୍କ ପାଖକୁ ମଧ୍ୟ ଗୋଟେ ଏଗ୍ରିମେଣ୍ଟ କରିଦିଆକୁ ବିନା ଆଲୋଚନା ପର୍ଯ୍ୟାଲୋଚନା ନ କରିକିରି ଗୋଟେ ଜବରଦସ୍ତି ଏଗ୍ରିମେଣ୍ଟ କରାହେବା ପାଇଁ ଯାଉଥିଲା। ମୁଁ ପ୍ରତିରୋଧ କରିଥିଲି। ଏବଂ ଏଇ ସବୁ ସମସ୍ୟାର ସମାଧାନ ପାଇଁ 4 ଜଣ ଆଡଭୋକେଟ ବ୍ରହ୍ମଗିରିରୁ ମୁଁ ମଧ୍ୟ ନେଇଥିଲି। ସେ 4 ଜଣ ଆଡଭୋକେଟ ବିଶ୍ୱମ୍ବର ସାମନ୍ତରାୟ ଅନ୍ୟମାନେ, ସେମାନଙ୍କୁ ମଧ୍ୟ ତା ସହିତ ଆଲୋଚନା କରିବାକୁ ଗଲେ ସେ ଗୋଟିଏ ଉତ୍ତର ଦେଲା, ମୁଁ ତମ ସହିତ କିଛି ଆଲୋଚନା କରିପାରିବି ନାହିଁ। ମୋର ସ୍ୱାମୀ ଥିଲା କିଏ ସେ ଗୁଲୁଆ ସ୍ୱାମୀ, ଯେତେବେଳେ ମୋର ସେ ଡିଭୋର୍ସ ହବା ପାଇଁ ଆମେ ଯାଉଛୁ, ତେଣୁ ସେ ଭିତରେ ମୁଁ ମୋର ବାପାଙ୍କ ସହିତ କଥା ମୋ ବାପାଙ୍କ ସହିତ କଥା ତେଣୁ ମୋ ସହିତ ତମର କୌଣସି କଥାବାର୍ତ୍ତା ହବାର ଆବଶ୍ୟକତା ନାହିଁ। ଏବଂ ବାପାଙ୍କର ଯେତେବେଳେ ଫୋନ ନମ୍ବର ମାଗିଲୁ, ବାବା ଦେଲେନି, ସେ ଝିଅ ଦେଲାନି ଏବଂ ମୁଁ କହିଲା ମୋ ବାପା ନାହାନ୍ତି। ଯେ ବର୍ଷା ଆଉ ମାନେ ଗୁଲୁଆଙ୍କ ଠାରୁ ଟଙ୍କା ପାଇବା ପାଇଁ ତ ଏମିତି ମିଛିକା ବିବାହ କରିନାହାନ୍ତି, ଏମିତି ପ୍ରଶ୍ନ ଉଠୁଛନ୍ତି। ମନରେ କେବେ ପ୍ରଶ୍ନ ଆସୁଛି? ମାନେ ବୁଝି ହେଲାନି ପ୍ରଶ୍ନଟା। ମୋର ପ୍ରଶ୍ନ ମନରେ ଏମିତି ଆସୁନି ତ ଯେ ଟଙ୍କା ପାଇବା ପାଇଁ ବର୍ଷା ଏମିତି ଗୋଟେ ଡ୍ରାମା କରିପାରନ୍ତି? ବୁଝିପାରିଲିନି। ମାନେ ବର୍ଷା ଟଙ୍କା ପାଇଁ ଗୁଲୁଆଙ୍କ ଠାରୁ ଏମିତି କରିଥାଇ ପାରନ୍ତି? ନାଇଁ, ସେ ପ୍ରକୃତରେ ସେମାନେ କେବଳ ଲୋକାଚାରରେ ବର୍ଷା ବିବାହ ହେଇଥିଲା ଏବଂ ତାର ଉଦ୍ଦେଶ୍ୟ ଥିଲା ଯେ ମୁଁ କଣ ଲୋକଟାକୁ ଶୋଷଣ ତେଣୁ ସେ ଆକ୍ଚୁଆଲ ବିବାହର ଭଲ ପାଇବାର ଅର୍ଥ ଅଲଗା। ତେଣୁ ବିବାହ ଭଲ ପାଇବା ଭିତରେ ଭଲ ପାଇଲେ ଦେଖାଯାଏନି, କିନ୍ତୁ ଯେତେବେଳେ ତମେ ଭଲ ପାଇବା ସବୁବେଳେ ସେ ସ୍ୱାମୀର ଦୋଷ ଦେଖେ, ନିଜର ଦୋଷ କେତେବେଳେ ଦେଖେ ନାହିଁ। କେବେ ସ୍ୱାମୀର ମନ ନେଇକିରି ବାଟ ଚାଲିବା ଏ କଥା ସେ ଚିନ୍ତା କରେ ନାହିଁ। କୁହନ୍ତୁ ସାର୍। ଏବେ ଆମେ ଦେଖୁଥିବା ବା ୟୁଟ୍ୟୁବ ହଉ ସେମାନେ ଲୋକମାନଙ୍କୁ ହସେଇ ଆସିଛନ୍ତି। ଆଜି ତାଙ୍କ ଦାମ୍ପତ୍ୟ ଜୀବନ ରାଜରାସ୍ତାରେ ପହଞ୍ଚିଛି ଏଭଳି ଅବସ୍ଥାରେ। ସାର୍, ବାସ୍ତବ ଚିତ୍ର ବର୍ଷା ଏତେ ଶାନ୍ତ ଶିଷ୍ଟ ମାନେ ଦେଖେଇ ହୁଅନ୍ତି, କିନ୍ତୁ ବାସ୍ତବ ଜୀବନରେ ବର୍ଷା ଏମିତି କେମିତି ଯେ ଆପଣ ଯଦି ଆପଣଙ୍କ ପରିବାର ସହିତ ସେ ଆସିଛନ୍ତି ବା ଆପଣଙ୍କ ପରିବାର ସହିତ ତାଙ୍କର ବର୍ଷାର ଶାନ୍ତଶିଷ୍ଟ କୌଣସି ପ୍ରକାର ନାହିଁ, ସହନଶୀଳତା ଗୁଣ ନାହିଁ, ସବୁବେଳେ ଉଗ୍ରବାଦ ଏବଂ ସ୍ୱାର୍ଥବାଦ ଏହାକୁ ଆଧାର କରିଛି। ଯୋଉ ୟୁଟ୍ୟୁବ ରେ ସାଙ୍ଗ ହେଇକିରି କାମ କରୁଥିଲେ, ଯୋଉ ୟୁଟ୍ୟୁବ ରେ ତାକୁ ଶିକ୍ଷା ଦେଇଥିଲା ଆଉ ନିଜର ପାର୍ଟନର ଭାବିକିରି କାମ କରୁଥିଲା, ସେ କିଛି ଦିନ ଗଲା ପରେ ସିଏ ମଧ୍ୟ ବି ଗୋଟେ ଅଲଗା ହେଇକିରି ୟାଠାରୁ ମଧ୍ୟ ବି ହାସ୍ୟ ଅଭିନୟ କଲା। ସାର୍ ଏବେ ଶେଷରେ ଗୁଲୁଆ ମାନେ ଯୋଉ ମେଣ୍ଟାଲ ହାରାସମେଣ୍ଟ ଆମେ କହିପାରିବା ଏ ପରିସ୍ଥିତି ଅଛି। ସାର୍, କଣ ନିବେଦନ ରହିବ ଏଠି ପ୍ରଶାସନ ପାଖରେ, ସରକାରଙ୍କ ପାଖରେ କଣ ନିବେଦନ କରିବେ? ସରକାରଙ୍କ ପାଖରେ ନିବେଦନ କରୁଛୁ, ମୋ ପୁଅର ଆତ୍ମରକ୍ଷା ନିହାତି ଦରକାର, ଜୀବନ ରକ୍ଷା ନିହାତି ଦରକାର। ବୁଝିଲେ, ଗଣତନ୍ତ୍ର ଶାସନରେ ପ୍ରତ୍ୟେକ ଲୋକକୁ ସୁରକ୍ଷା ଦେବା ଶାସନ ବ୍ୟବସ୍ଥାର ରହିଛି ନୀତି ନିୟମ। ତେଣୁ ମୋ ପୁଅକୁ ସୁରକ୍ଷିତ ରଖିବା ପାଇଁ ମୁଁ ପ୍ରଶାସନ ପାଖରେ ନିକଟ କରୁଛି। ଯାହା ସେ ଦିଅନ୍ତି ତାହା ବାସ୍ତବରେ ସେ କାର୍ଯ୍ୟକାରୀ କରନ୍ତି, ଅତୀତରେ କରିଛନ୍ତି, ଏବେ ମଧ୍ୟ ବି କରିବେ, ଏଇଟା ନିଶ୍ଚିତ ଭାବରେ ଆମକୁ ଜଳ ହେଇ ଜଣାପଡୁଛି।